ଏଠାରେ ବହୁତ ବର୍ଷ ପୂର୍ବରୁ ଏକ ଗାଁ ଥିଲା, କିନ୍ତୁ ଜଙ୍ଗଲରେ ନିଆଁ ଓ ବଣଜନ୍ତୁମାନଙ୍କ ଉପଦ୍ରବ ଇତ୍ୟାଦି ଯୋଗୁଁ ଫସଲ 2-3 ବର୍ଷ ହେବ ବାରମ୍ବାର ନଷ୍ଟ ହୋଇଯାଉଥିଲା। ତେଣୁ ଗାଁର କୃଷକମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଥିଲା। ସେହି ଗାଁରେ କେତେୟାକୁ ସେତେବେଳେ ଲୋକମାନେ ତାନ୍ତ୍ରିକ ବୋଲି ଭାବୁଥିଲେ, କିନ୍ତୁ ସେ ଜାଣିନଥିଲେ ଯେ ତନ୍ତ୍ରବିଦ୍ୟା ସହିତ ସେ କଳା ଯାଦୁ ମଧ୍ୟ କରେ। ଫସଲ ନଷ୍ଟ ହେଉଥିବା ଯୋଗୁଁ ଗାଁ ଲୋକମାନେ ତାକୁ ତାହାର ରୁଚି ମୁତାବକ ଜିନିଷ ଦେଇ ନିଜ ତନ୍ତ୍ର ବଳରେ ସେହି ଗାଁର ଫସଲ ରକ୍ଷା ପାଇଁ ନିୟୋଜିତ କରିଥିଲେ। କିନ୍ତୁ ଯେତେବେଳେ ସେ ରାଜକୁମାରୀକୁ ହତ୍ୟା କରିଥିଲା, ସେହି ସମୟରେ କିଛି ଗ୍ରାମବାସୀ ତାକୁ ଦେଖି ନେଇଥିଲେ ଓ ରାଜା ଆସିବା ସମୟରେ ତାଙ୍କୁ ସବୁ କଥା କହିଦେଇଥିଲେ। ତେଣୁ ମୃତ୍ୟୁ ପରେ ସେ କଳା ଯାଦୁ କରି ନର୍କରୁ ଏକ ଖରଧା ନାମକ ବ୍ରହ୍ମ ରାକ୍ଷସକୁ ଡାକିଥିଲା ଓ ଗ୍ରାମବାସୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ କହିଥିଲା। ସେହି ଦିନଠାରୁ ଗାଁରେ ଗୋଟି ଗୋଟି କରି ହତ୍ୟାକାଣ୍ଡ ଆରମ୍ଭ ହୋଇଯାଇଥିଲା। ଏହିସବୁ ଦେଖି ଅନେକ ଗ୍ରାମବାସୀ ସେ ଗାଁ ଛାଡ଼ି ଚାଲି ଯାଇଥିଲେ। ମୁଁ ସେତେବେଳେ ଏକ ଛୋଟ ଗୁଣିଆ ଥିଲି, କୌଣସି ବଡ଼ ତାନ୍ତ୍ରିକ ନୁହେଁ। ଗାଁ ଲୋକଙ୍କ ଅନୁରୋଧ କ୍ରମେ ଏଠାକୁ ଆସିଥିଲି। ଆଉ ପରିଣାମ କ'ଣ ତୁମମାନଙ୍କ ଆଗରେ ଅଛି। ମୁଁ ଯେତେବେଳେ ଖରଧାକୁ ଏଠାରୁ ଯିବା ପାଇଁ ନର୍କର କବାଟ ଖୋଲିଥିଲି, ସେହି ସମୟରେ ବିଶିମା ମୋର ହତ୍ୟା କରିଦେଇଥିଲା। ବୋଧହୁଏ ମୁଁ ହିଁ ଥିଲି ତା'ର ପ୍ରଥମ ଶିକାର। ମୋ ପ୍ରକ୍ରିୟାରେ ବାଧା ଆସିବା ଯୋଗୁଁ ମୁଁ ଆଜି ଏପରି ଅଭିଶପ୍ତ ଆତ୍ମା। ନିଶାଖିଲା 1 ମିନିଟ୍, ତୁ କହିଲୁ ପ୍ରଥମେ ଖରଧାକୁ କିପରି ନର୍କକୁ ପଠାଯାଇପାରିବ? ବୁଢ଼ୀ ପୁଣି କହିବା ଆରମ୍ଭ କଲା। ନର୍କର କବାଟ ଖୋଲିବା ପାଇଁ ହେଲେ ପ୍ରଥମେ 3ଟି ଭଙ୍ଗା ଦର୍ପଣକୁ ଆମ୍ନା ସାମ୍ନାରେ ରଖିବାକୁ ପଡ଼ିବ ଓ ନର୍କର ଚିହ୍ନ, ଯାହା ଏକ ତାରା ଚିହ୍ନ, ସେଥିରେ 3 ପାଖରେ 3 ଜଣ ଓ ଜଣେ ମଝିରେ ଏକ ନିଆଁ ଜଳାଇ ସେଥିରେ ନିଜର ତର୍ଜନୀର ରକ୍ତ ପକାଇବ ଓ ତା ସହିତ ଉଚ୍ଚାରଣ କରିବାକୁ ପଡ଼ିବ ଯେ, ଏ ଶୈତାନୀ ଦୁନିଆର ରାସ୍ତା, ଦୟାକରି ଆବିର୍ଭାବ ହୁଅ। ଆମେ ଆପଣଙ୍କ ସଦା ଋଣୀ ରହିବୁ। ଓ ସେହି କବାଟ ଆକାଶରେ ଏକ ଚମତ୍କାରୀ ରଶ୍ମି ସହିତ ଖୋଲିଯିବ ଓ କେବଳ ତାକୁ ହିଁ ଟାଣି ନେଇଯିବ ଯିଏକି ଏହି ଦୁନିଆକୁ ନର୍କରୁ ଆସିଛି, ଅନ୍ୟ କାହାକୁ ନୁହଁ। ଫଳରେ ତୁମକୁ ଛାଡ଼ି ସେ ଖରଧାକୁ ନେଇଯିବ। ଖୁସି ପଚାରିଲେ, ତାହେଲେ କିଛି ତ ଥିବ ତା'ର ଦୁର୍ବଳତା, ଯେମିତି ସେ କୌଣସି ଜିନିଷକୁ ଡରୁଥିବ। ଉତ୍ତର ଦେଇ ପେଚିନି କହିଲା ଯେ ସେ ତା'ର ଦୁର୍ବଳତା ଜାଣିନି, କିନ୍ତୁ ତା'ର ଶକ୍ତି ହେଉଛି ଆମର ଡର। ମୁଁ ପଚାରିଲି, ତାହେଲେ ଖରଧା ପାଖକୁ ରାତି ସମୟରେ ଯିବା କ'ଣ ଠିକ୍ ହେବ? ବୁଢ଼ୀ କହିଲା ଯେ ନର୍କର କବାଟ କେବଳ ରାତି ସମୟରେ ଖୋଲେ। ତେଣୁ ଆମେ ସଭିଙ୍କୁ ରାତି ସମୟରେ ହିଁ ଏହି କାର୍ଯ୍ୟ ସମ୍ପାଦନ କରିବା ପାଇଁ ପଡ଼ିବ। ସେଠାରେ ଖୁବ୍ ଅନ୍ଧକାର ଥିବ। ତେଣୁ ପ୍ରଥମେ କିଭଳି କାର୍ଯ୍ୟ ସମ୍ପାଦନ ହେବ ଯୋଜନା ପ୍ରସ୍ତୁତ କର। ସବୁ ମିଶି ଗୋଲ ହୋଇ ବସି ଆଲୋଚନା କରିବା ଆରମ୍ଭ କଲୁ। ଏକ ମାନଚିତ୍ର ପ୍ରସ୍ତୁତ କରାଗଲା। ସେହି ଘର କିଭଳି, କେଉଁଠି କ'ଣ ଅଛି, ଇତ୍ୟାଦି ଇତ୍ୟାଦି। ପେଚିନି ଆଲୋଚନା କରୁ କରୁ ପଚାରିଲା, ଆରେ ମୁଁ ତୁମମାନଙ୍କୁ ଏକ ଦର୍ପଣ ଧରିବା ପାଇଁ କହିଥିଲି, କାହିଁ ସେଇଟା? ଖୁସି ସେପଟୁ ନିଜ ମୁଣିରୁ ବାହାର କରି କହିଲା, ହେଇ ମୋ ପାଖରେ ଅଛି। ଯୋଜନା ପ୍ରସ୍ତୁତ ହୋଇଯାଇଥିଲା। ଠିକ୍ ସନ୍ଧ୍ୟାବେଳେ ସମସ୍ତେ ନିଜ ହାତରେ ଗୋଟିଏ ଗୋଟିଏ ମଶାଲ ଧରି ବାହାରି ପଡ଼ିଲୁ। ପେଚିନି ଚାଲିଥାଏ ଆଗରେ। ସେତେବେଳେ ମୁଁ ପେଚିନିକୁ ପଚାରିଲି ଯେ କେଉଁଠି ସେ ବଙ୍ଗଳା। ସେ ଏକ ପାହାଡ଼କୁ ଦେଖାଇ କହିଲା ଯେ ସେହି ପାହାଡ଼ ପାଖରେ ଏକ ଚଟାଣ ଅଛି। ତା ପାଖରେ ଯାଇଛି ଏକ ଛୋଟ ନଈ ଓ ନଈ ସେ ପାଖକୁ ସେହି ବଙ୍ଗଳା ରହିଛି। ଆମେ ପେଚିନି ଠାରୁ ଏସବୁ ତଥ୍ୟ ଶୁଣିବା ପରେ ପୁଣି ଚାଲିବା ଆରମ୍ଭ କଲୁ। ରାତିରେ ବଣଜନ୍ତୁଙ୍କ ଶବ୍ଦ ସହିତ ଗଧିଆ ଓ ବିଲୁଆଙ୍କ ରଡ଼ିରେ ଆମକୁ ଡର ଲାଗୁଥାଏ। ଚାଲି ଚାଲି ବହୁତ ସମୟ ହେଲାଣି। ଆଗରେ ଚଟାଣ ମଧ୍ୟ ଦେଖାଗଲାଣି। ତା ପାଖରେ ବହିଯାଇଥିବା ଛୋଟ ନଈର କୁଳୁକୁଳୁ ଶବ୍ଦ ଧୀରେ ଧୀରେ ଆଗକୁ ଯିବା ସହିତ ବଢ଼ି ଚାଲିଥାଏ। ସେହି ଭୟଙ୍କର ବିଲୁଆ ଓ ଗଧିଆମାନଙ୍କ ଶବ୍ଦ ଭିତରେ ଆମେ ଶେଷରେ ପହଞ୍ଚିଗଲୁ ସେହି ଚଟାଣ ପାଖରେ। ସ୍ଥାନଟି ଖୁବ୍ ଭୟଙ୍କର। ଚାରିଆଡ଼େ ଜଙ୍ଗଲ ଭିତରେ ଏକ ଖୋଲା ଚଟାଣ, ତା ପାଖରେ ନଈ ଆଉ ନଈ ପାଖରେ ସେହି ବଙ୍ଗଳା। ରାଜା ମହାରାଜା ଅମଳର ପୁରୁଣା କାଳର ସୁନ୍ଦର କାରୁକାର୍ଯ୍ୟଯୁକ୍ତ ସେହି ବଙ୍ଗଳା, କିନ୍ତୁ ଅନ୍ଧାର ଓ ଭଗ୍ନାବଶେଷ ଯୋଗୁଁ ତାହା ବହୁତ ଭୟଙ୍କର ଦେଖାଯାଉଥିଲା।
ଗୋଟି ଗୋଟି କରି ନଦୀ ପାର ହେଉଥିଲୁ। ହଠାତ୍ ଖୁସି କହିଲା ଯେ ସେ ଉପର ମହଲାରେ ଜଣେ କାହାକୁ ଦେଖିଲା। ସମସ୍ତେ ସେପଟେ ଦେଖିଲୁ, କିନ୍ତୁ ସେଠାରେ କେହି ନଥିଲା। କାହିଁ କେହି ତ ନାହାନ୍ତି। ଖୁସି ପୁଣି କହିଲା, ହଁ ଭାଇ, ସେଠାରେ କେହି ଜଣେ ଥିଲା, ଯେ କି ଆମକୁ ଠିଆ ହୋଇ ଚାହିଁ ମୁରୁକି ହସୁଥିଲା। ପେଚିନି ଖୁସିର କଥା ଶୁଣି କହିଲା, ସେ ଯେ କେହି ବି ହେଉ, ଆମକୁ ତାହାର ସାମ୍ନା କରିବାକୁ ହିଁ ପଡ଼ିବ। ତେଣୁ ସମୟ ବ୍ୟୟ ନ କରି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆମକୁ ଆମ କାମ ସାରିବାକୁ ପଡ଼ିବ। ନଈର ଆର ପାଖରେ ଗୋଟି ଗୋଟି କରି ସମସ୍ତେ ପହଞ୍ଚିଗଲୁ। ଏବେ ଆମ ଆଗରେ ଠିଆ ହୋଇଥିଲା ଏକ ବଙ୍ଗଳା, ଯିଏକି ନିଜ ମୁହଁକୁ ଆଁ କରି ଖୋଲି ରଖିଛି, ସତେ ଯେପରି ଆମକୁ ସେ ଖାଇବା ପାଇଁ ପ୍ରସ୍ତୁତ ଅଛି। ପେଚିନି ପୁଣି କହିଲା, ଚାଲ ଡେରି କରନି, 3ଟି ଭଙ୍ଗା ଦର୍ପଣ ଧରିଛ ତ? ସମସ୍ତେ ଉତ୍ତର ଦେଲୁ, ହଁ ଧରିଛୁ। ତେବେ ପେଚିନି ପୁଣି ଆଗକୁ ଚାଲିବା ଆରମ୍ଭ କରିଦେଲା। କିନ୍ତୁ ଆମେ 4 ଜଣ ଭାଇ ଭଉଣୀକୁ ଭାରି ଭୟ ଲାଗୁଥିଲା। କିନ୍ତୁ ଏତେ ଦୂର ଆସି ସାରିଛୁ, ତାହେଲେ ନିଶ୍ଚିତ ବାହାରକୁ ଯିବାର ରାସ୍ତା ଖୋଜି ହିଁ ଏଠାରୁ ଯିବୁ। ପେଚିନି କିନ୍ତୁ ଏଭଳି ଆଗରେ ଚାଲୁଥିଲା ଯେପରି ତାକୁ କିଛି ଡର ହିଁ ନାହିଁ। ସେ କିଛି ଦୂର ଯାଏ ଓ ପଛକୁ ଚାହେଁ, କିନ୍ତୁ ସେ ଏଥର ମଧ୍ୟ ଭିତରକୁ ଚାଲିଗଲାଣି। ଆମେ ଗୋଟିଏ ହାତରେ ନିଜ ମଶାଲ ଓ ଅନ୍ୟ ହାତରେ ଆଉ ଜଣଙ୍କ ହାତ ଧରି ଭିତରକୁ ଯୋଡ଼ି ହୋଇ ବାହାରିଲୁ। ଧୀରେ ଧୀରେ ସେହି ବଙ୍ଗଳା ମୁହଁ ଭିତରେ ଆମେ ପ୍ରବେଶ କରିସାରିଥିଲୁ। ଆମେ ଯିବା ସମୟରେ ହଠାତ୍ ଚେଁ ଚେଁର ଶବ୍ଦ ଶୁଭିଲା। ଦେଖୁ ଦେଖୁ ବହୁତ ପେଚା ଓ ରାତିଚର ପକ୍ଷୀମାନେ ବାହାରକୁ ଉଡ଼ିଗଲେ। କିନ୍ତୁ ତାଙ୍କ ପଛରୁ କେହି ଜଣେ ଦୌଡ଼ି ଆସୁଥିବାର ଆମେ ଦେଖିଲୁ। ସେ ଆମଠାରୁ କିଛି ଦୂରରେ ଠିଆ ହୋଇ ଆମକୁ ହିଁ ଦେଖୁଥିଲା। ଆମ ମଶାଲ ଆଲୁଅକୁ ସେ ଆସିଲା ନାହିଁ। ଆମ ସମସ୍ତଙ୍କର ହୃଦୟ କମ୍ପି ଉଠୁଥିଲା। କିନ୍ତୁ ଆଗରୁ ଶୁଭିଲା, କ'ଣ ଏଠାରେ ହିଁ ରହିବ ନା ଆଗକୁ ମଧ୍ୟ ଯିବ? ଏହି ଶବ୍ଦଟି ଭାରି ଚିହ୍ନା ଚିହ୍ନା। ଏତିକି ବେଳକୁ ସେହି ଅନ୍ଧାର ଭିତରୁ ବାହାରି ଆସିଲା ପେଚିନି। ନିଶା ରାଗିକି କହିଲା, କ'ଣ ତୁ ଆମମାନଙ୍କୁ ସାହାଯ୍ୟ କରୁଛୁ ନା ଆମ ସମସ୍ତଙ୍କୁ ଡରେଇ ମାରିବାର ଯୋଜନା କରୁଛୁ? ପେଚିନି ହସି କହିଲା, ସେଇଟା ହିଁ ଭାବିନିଅ। ପେଚିନି କହିଲା, ବାହାରେ 2-3ଟି ଜାଗାରେ ନିଆଁ ଲଗାଇବା ପାଇଁ, କାରଣ ଦରକାର ବେଳେ ହଠାତ୍ ନିଆଁ ଜଳାଇବା ଅସମ୍ଭବ। ତେଣୁ 2-3ଟି ଜାଗାରେ କାଠ ଗଦା କରି ସେଥିରେ ନିଆଁ ଲଗାଇଦେଲୁ। କାଠ ଗୁଡ଼ିକ ବହୁତ ବଡ଼ ଥିବାରୁ ବହୁତ ସମୟ ଲାଗିବ ଜଳିବା ପାଇଁ। ଏଥର ଆମେ ପୁଣି ସେହି ବଙ୍ଗଳା ଭିତରକୁ ଯାତ୍ରା ଆରମ୍ଭ କଲୁ। କିନ୍ତୁ ଏଥର ଯିବା ସମୟରେ ଏପରି ଲାଗୁଥିଲା ଯେ କେହି ଜଣେ ଆମକୁ ବାରମ୍ବାର ଦେଖୁଛି। କିନ୍ତୁ କିଛି ବିଚାର ନ କରି ସେହି ଘର ଭିତରକୁ ଚାଲିଲୁ। ହଠାତ୍ କେହି ଜଣେ ଆମ ପଛରୁ ବହୁତ କ୍ଷିପ୍ର ଗତିରେ ଅତିକ୍ରମ କଲା। ମୁଁ ତାକୁ ବହୁତ ଭଲ ଭାବରେ ଅନୁଭବ ମଧ୍ୟ କରିପାରିଲି। କିନ୍ତୁ ପଛରେ କେହି ମଧ୍ୟ ଦେଖାଯାଉନଥିଲେ। ଠିକ୍ ସେହି ସମୟରେ ଆଗପଟୁ କାହାର ପାଦର ଶବ୍ଦ ଶୁଭିଲା। କିନ୍ତୁ ପେଚିନି ତ ଏଥର ଆମ ସହିତ ହିଁ ଥିଲା। ତେଣୁ ଏଥର ନିଶ୍ଚିତ ଥିଲା ଯେ ସେ ଯେ କେହି ବି ହେଉ, ସେ ଏକ ରାକ୍ଷସ କିମ୍ବା ଭୂତ ହୋଇଥିବ। ପେଚିନି କହିଲା, ପ୍ରସ୍ତୁତ ହୋଇଯାଅ, ଖରଧା ଆସିଗଲା। ସେହି ଦୌଡ଼ିବାର ଶବ୍ଦଟି ଆଲୁଅ ପାଖକୁ ଆସି ଅଟକିଗଲା ଏବଂ ସେହି ଅନ୍ଧାର ଭିତରୁ ବାହାରିଲା ଏକ କୁକୁର ଆକୃତିର ଜୀବ। ମୁହଁ ଭାରି ଭୟଙ୍କର, ଆଖି 2ଟି ବହୁତ ବଡ଼ ଓ ତା ସହିତ ମୁହଁ ଭିତରୁ 2ଟି ବଡ଼ ବଡ଼ ଦାନ୍ତ ବାହାରିଥାଏ। ସେ ଆସିବା ମାତ୍ରେ ଖୁବ୍ ଜୋରରେ ଗର୍ଜନ କରିବା ଆରମ୍ଭ କଲା। ତା ଗର୍ଜନରେ ପୁରା ବଙ୍ଗଳା କମ୍ପି ଉଠିଲା। କିନ୍ତୁ ମୁଁ ଏପର୍ଯ୍ୟନ୍ତ ବୁଝିପାରୁନଥିଲି କି ଏ କ'ଣ ସେହି ଭୟଙ୍କର ଖରଧା। ସେ ଖୁସି ପଟକୁ ଅନାଇ କହିଲା, ବାହାରକୁ ଯିବ, କ'ଣ ମୋତେ ଦେଖି ତୁମକୁ ଡର ଲାଗୁନି? ତାକୁ ଦେଖି ସମସ୍ତେ ଭୟରେ ଥରି ଯାଉଥିଲେ। କିନ୍ତୁ ଖୁସି କହିଲା, ନା। ମୁଁ ପେଚିନିକୁ ଖୋଜିଲି, କିନ୍ତୁ କେଜାଣି ସେ ଆମ ପାଖରେ ସେ ସମୟରେ ନଥିଲା। ଖରଧା ପୁଣି ପଚାରିଲା, ତୁମକୁ କ'ଣ ସତରେ ଡର ଲାଗୁନି ରାଜେଶ? ରାଜେଶ ଚମକି ପଡ଼ି କହିଲା, ତୁମ ନାଁ କିପରି ଜାଣିଲୁ? ଆଉ କାହିଁକି ଆମେ ତୋଠାରୁ ଭୟ କ'ଣ ପାଇଁ କରିବୁ? ତୁ କ'ଣ କରିବୁ ଆମର? ରାଜେଶର କଥା ସରିବା ମାତ୍ରେ କେଜାଣି କିପରି ତାର ଆକାର ଆମ ସହିତ ସମାନ ହୋଇଗଲା। ଠିକ୍ ଅଛି, ବୋଧେ ତୁମେ ମୋ ଠାରୁ କିଛି ଜାଣିବା ପାଇଁ ଆସିଛ।
ରାଜେଶ ଭୟରେ ଥରୁଥିଲା, କିନ୍ତୁ ତଥାପି ସେ ଦମ୍ଭ ଧରି କହିଲା, ହଁ, ଆଉ ଏସବୁ ବନ୍ଦ କରି ଆମକୁ ବାହାରକୁ ଯିବାର ରାସ୍ତା କହିଦେ। ଆଖି ପିଞ୍ଚୁଳାକେ ସେ ରାଜେଶର ପଛକୁ ଆସି ତା କାନ୍ଧ ଉପରେ ହାତ ରଖି କହିଲା, ଠିକ୍ ଅଛି, କିନ୍ତୁ ତୁମକୁ ଏଠି ମୋ ସହିତ ଆଉ କିଛି ସମୟ ରହିବା ପାଇଁ ପଡ଼ିବ। ଠିକ୍ ଯେପରି ସେ ରାଜେଶ ପଛକୁ ଯାଇଥିଲା, ଠିକ୍ ସେହିଭଳି ପୁଣି ଆମ ସାମ୍ନାକୁ ଆସିଗଲା। କ୍ରମେ ସେ ବଡ଼ ହୋଇଯାଉଥିଲା। ସେ ପୁଣି ପଚାରିଲା, କ'ଣ ଏବେ ମଧ୍ୟ ମୋ ଠାରୁ ଭୟ କରିବନି? ମୋର ପେଚିନିର କଥା ମନେ ପଡ଼ିଗଲା ଯେ କି ଭୟ ହିଁ ତା'ର ଶକ୍ତି। ସମସ୍ତଙ୍କୁ ଏ କଥା ବିଷୟରେ କହିଲେ, କିନ୍ତୁ କିଛି ଲାଭ ହେଲା ନାହିଁ। ସେ ଆକାରରେ ବଡ଼ ହୋଇ ଚାଲିଥିଲା ଓ ଏହି ସମୟରେ ତା ରୂପ ଦେଖି କେହି ବି ଭୟ ନ କରି ରହିପାରିବ ନାହିଁ। ତେଣୁ ପ୍ରଥମେ ହାତରେ ଧରିଥିବା ମଶାଲ ଗୁଡ଼ିକ ତା ମୁହଁ ଉପରକୁ ଫୋପାଡ଼ି ଦୌଡ଼ିବା ଆରମ୍ଭ କଲୁ। ଦୌଡ଼ି ଯାଇ ଆମେ ସବୁ କେଉଁ ଏକ କୋଠରୀରେ ପଶିଗଲୁ କେଜାଣି, କିନ୍ତୁ ଚାରିଆଡ଼େ ଅନ୍ଧାର ଥିଲା। ସେହି କୋଠରୀଟି ଖୁବ୍ ବଡ଼ ହୋଇଥିଲା, ବିଲକୁଲ ସେହି ପ୍ରଥମ ହଲ୍ ଭଳି। ବୋଧହୁଏ ଭୋଜନ କକ୍ଷ ହୋଇଥିବ। ସେହି କୋଠରୀରେ 3-4ଟି ଝରକା ଥିଲା। ତା ସହିତ ଥିଲା ଅନେକ ଚେୟାର ଓ ଟେବୁଲ। ଏକ ଝରକା ଭିତର ପଟକୁ, ବାକି ସବୁ ବାହାର ପଟକୁ ଥିଲା। ସେହି ଝରକା ଗୁଡ଼ାକ ଦେଇ ଯେତିକି ଜହ୍ନ ଆଲୁଅ ଭିତରକୁ ଆସୁଥିଲା, ବସ୍ ସେତିକି। ପ୍ରଥମେ ସେହି ଟେବୁଲକୁ ସମସ୍ତେ ଟାଣି ନେଇ କବାଟ ବନ୍ଦ କରି ତା ଆଗରେ ଥୋଇଦେଲୁ ଓ ଚାରିଆଡ଼େ ନଜର ରଖିଥିଲୁ। ଭାରି ଭୟର ବାତାବରଣ ଥିଲା। ମୁଁ କିଛି କହିବି ବୋଲି ଭାବିବା ଆଗରୁ ହଠାତ୍ ବାହାର ପଟୁ କିଛି ଗୋଟିଏ ଶବ୍ଦ ଶୁଭିଲା। ରାକ୍ଷସର ପାଦ ଶବ୍ଦ ଓ ତାହାର ନିଶ୍ୱାସ ପ୍ରଶ୍ୱାସର ଶବ୍ଦ। ତାହା ଠିକ୍ ସେହିଭଳି ଥିଲା, ଯେପରିକି ଅହିରାଜ ସାପ ଫଣା ଟେକିଲା ବେଳେ କରେ। ଆମେ ସେହି ବନ୍ଦ କୋଠରୀ ପାଖକୁ ଧୀରେ ଧୀରେ ବଢ଼ୁଥିଲୁ। ଏବେ ତା'ର ନିଶ୍ୱାସ ପ୍ରଶ୍ୱାସର ଶବ୍ଦ କ୍ରମେ ଆହୁରି ଭୟଙ୍କର ହୋଇଯାଉଥିଲା। ଆମେ ଠିକ୍ ଏକ ଝରକା ତଳେ ଥିଲୁ ଓ ସେ ଆମ ଉପରେ ଥିବା ଝରକାରୁ ସେ ଘର ଭିତରକୁ ଦେଖୁଥିଲା। ମୁଁ ଭାବିଲି ଏଥର ବୋଧେ ଆମକୁ ସେ ଦେଖିସାରିଛି। ଆମ ପାଖରେ ନା ଭଙ୍ଗା ଦର୍ପଣ ଅଛି ନା ନିଆଁ। ଭଙ୍ଗା ଦର୍ପଣ ବୋଧେ ବାହାରେ ଅଛି ଓ ମଶାଲ ତ ଆମେ ଖରଧା ଉପରକୁ ଫୋପାଡ଼ିକି ଧାଇଁଥିଲୁ। ତାହେଲେ ଆମ ପାଖରେ ଆଉ କିଛି ବି ନାହିଁ ନର୍କର ସେହି ଦାନବ ଠାରୁ ବର୍ତ୍ତିବା ପାଇଁ। କିଛି ସମୟ ଉପରୁ ଦେଖିବା ପରେ ଚାଲିଗଲା ସେ। ବୋଧହୁଏ ଆମ ଭାଗ୍ୟ ଭଲ ଥିଲା। ସେ ଚାଲିଗଲା ପରେ ନିଶା ଡର ଯୋଗୁଁ କାନ୍ଦିବା ଆରମ୍ଭ କରିଦେଲା। ମୁଁ କହିଲି, ଚୁପ୍ ରହ, ଜମା ଶବ୍ଦ କରନି। ଯଦି ସେ ଜାଣିଦେଲା ତାହେଲେ ବହୁତ ବଡ଼ ବିପଦ ହୋଇଯିବ। କିନ୍ତୁ ସେ କହିଲା, ଭାଇ ପେଚିନି କୁଆଡ଼େ ଗଲା? ବୋଧହୁଏ ସେ ଆମମାନଙ୍କୁ ଏଠାରେ ବିପଦରେ ପକାଇବା ପାଇଁ ଆଣିଥିଲା। ମୁଁ କହିଲି, ଦେଖ, ପ୍ରଥମେ କାନ୍ଦିବା ବନ୍ଦ କର। ମୁଁ ସେହି ଝରକା ପାଖକୁ ଯାଇ ଦେଖୁଛି ବାହାରେ କ'ଣ ବାହାରକୁ ବାହାରିବାର ରାସ୍ତା ଅଛି କି। ଯେତେବେଳେ ମୁଁ ଝରକା ବାହାରକୁ ଦେଖିଲି, ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲି। କାରଣ ଆମେ କୌଣସି ସିଡ଼ି ଚଢ଼ିନଥିଲୁ, କିନ୍ତୁ ତଥାପି ଝରକାରୁ ତଳକୁ ଦେଖିଲା ବେଳକୁ ଲାଗୁଛି ଯେମିତି ଆମେ ସର୍ବୋଚ୍ଚ ମହଲାରେ ଅଛୁ। ମୁଁ କିଛି ନ କହି ଝରକାଟିକୁ ବନ୍ଦ କରି ଚାଲି ଆସୁଥିଲି, କିନ୍ତୁ ସେହି ଝରକା ପାଖରୁ କିଛି ଗୋଟିଏ ଶବ୍ଦ ହେଲା। ସମସ୍ତେ ଏକ ଚୌକି ଧରି ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଗଲୁ। କିନ୍ତୁ ଅନ୍ୟ ଏକ ଝରକା ବାଟେ ପେଚିନି ଘର ଭିତରକୁ ଡେଇଁ ପଡ଼ିଲା। ପ୍ରଥମେ ଆମେ କିଛି ନ ଦେଖି ତାକୁ ବାଡ଼େଇ ଦେଇଥାନ୍ତୁ, କିନ୍ତୁ ସେ ଜୋରରେ କହିଲା, ରହିଯାଅ, ମୁଁ ପେଚିନି। ପେଚିନିକୁ ଦେଖି ରାଜେଶ ଓ ନିଶା ତାକୁ ଆକ୍ରମଣ କରିବା ଆରମ୍ଭ କରିଦେଲେ ଓ କହିଲେ, ତୁ ଜାଣି ଜାଣି ଆମକୁ ବିପଦରେ ପକାଇଛୁ ନା, ରହ, ତୋତେ ପାନେ ଦେଉଛି। କିନ୍ତୁ ମୁଁ ସେମାନଙ୍କୁ କାବୁ କରି ଶବ୍ଦ ନ କରିବା ପାଇଁ ଅନୁରୋଧ କଲି। ପେଚିନି କହିଲେ, ଆରେ ରୁହ, ମୁଁ କ'ଣ ଧରିକି ଆସିଛି ଦେଖ। ପେଚିନି ନିଶା ବାହାରେ ଭୁଲି ଆସିଥିବା ସେହି ମୁଣିକୁ ଧରି ଆସିଛି, ଯେଉଁଥିରେ ଭଙ୍ଗା ଦର୍ପଣ ଗୁଡ଼ିକ ଥିଲା। ମୁଁ ପଚାରିଲି କି ସେ କେମିତି ଏତେ ଉଚ୍ଚକୁ ଏହି ମୁଣିକୁ ଧରିକି ଆସିଲା। ଉତ୍ତର ଦେଇ ସେ ଭାରି ଆଶ୍ଚର୍ଯ୍ୟଜନକ କଥାଟିଏ କହିଲା। ସେ କହିଲା, ଯିଏ ବି ଏ ଘର ଭିତରକୁ ଯାଏ ଓ ସେ ଯେଉଁ ମହଲାରୁ ମଧ୍ୟ ଦେଖେ, ଉପର ମହଲା ଭଳି ତାକୁ ଦୃଶ୍ୟମାନ ହୁଏ, ଯାହାଫଳରେ କେହି ବି ଖରଧାର ବିନା ଅନୁମତିରେ ଏଠାରୁ ଯାଇପାରିବ ନାହିଁ। ମୁଁ କହିଲି ଯେ କିପରି ଆମେ ମଶାଲ ଗୁଡ଼ିକ ଫୋପାଡ଼ି ଦେଇ ଆସିଥିଲୁ ଆଉ ଆମକୁ ନିଆଁର ଆବଶ୍ୟକତା ଅଛି। ଏହା ଶୁଣି ପେଚିନି ଖୁବ୍ ଜୋରରେ ଚିତ୍କାର କରି କହିଲା, କ'ଣ ନିଆଁ ଆଉ ଥରେ ଆଣିବାକୁ ପଡ଼ିବ?
पेचिनीर चित्कार शुणी खरधा सीधा आसी कबाट को खूब जोरे धक्का देला और कहला, पिलाए तुमे माने एइठी अछ। प्रथम धक्कार कबाट खोलिलानी सत, किंतु यही शक्त धक्का को कबाट मध्य अधिक सही पारिबो नाही। एही समय पेचिनी कहला, तुमे सर्वशेष शयन कक्ष को जाओ। मु खरधा कबाट भांगिबा मात्रे ता मुह को डेई ता उपरे आक्रमण करिबे। सेही समय भितरे तुमे सेठाकू चली जाओ। खरधार तृतीय धक्कारे कबाट भांगी जिबा सहित सेथिरे लगा जाइथिबा चेयर और टेबल मध्य भांगी गला। योजना मुताबक पेचिनी ता ऊपर को डेई पड़िला। से कबाट मुह को आसीबा मात्रे आमे सबु बाहरी गलो, किंतु राजेश बाहरु न थाए। मु तार हाथ धरी टाणी आनिली और कहिले, एबे भाबिबा पई समय नहीं। आमे सीधा जाई पेचिनी कहिथिबा कक्षरे पहुँचिलु। पेचिनीर कौन हैला कौन नहीं कहारी की भी जणा नथिला, किंतु आमे पाखरे थिबा खटरे प्रथमे से घरर कबाटी को बंद करिदेलु। मु पेचिनी आसिया पई झरकाटी को खोलीदेले। राजेश सेही समय रे कहिला, भाई आमे केमिति जेली को सेही दानव पाखरे छाड़ी देई चली आसिले, जेबे कि आमे ही जंगल को केवल ता पई ही आसीथिलु। मु ताको कहिली जे जेली देहरे से पेचिनी अछि और से जेली को किछि क्षति हेबाको देबो नाही। राजेश पुणी कौन कहवा पई जाउथिला। ठीक सेही समय रे पेचिनी झरकारे एक जलुथिबा काठ धरी चली आसिला। किछि न पचारि शीघ्र नर्कर द्वार खोलिबा प्रक्रिया आरंभ करिबा पई कहिला। निआर आलुओरे से ठीक रे जणा जिवो जे आमे केउठी अछु। पेचिनीर कहवा अनुसार तीनिपटे भंगा दर्पण धरी ठिया होई मझिरे मशालटी को रखी खुशीर तर्जनी आंगुटीर रक्त पकागला और समस्ते पेचिनी कहिथिबा शब्द यथा, हे शैतान दुनियार रास्ता, दयाकरी आविर्भाव हुओ, आमे आपण को सदा ऋणी रहिबो। समस्ते एका स्वर रे कहिलो, किंतु आश्चर्यर कथा किछि भी हेलानी। सेपटे बहुत थर खरधा सेही घरर कबाट भांगिबा को प्रयास कलानी। से बहुत जोरे कबाट उपरे प्रहार करुथाए। सेही समय मो मुंड को किछि बुद्धि जुटु न थाए, किंतु एही समय पेचिनी कहिला जे आमे शैतानी तारा आंकिबा भूली जाइछु। सत कथा, किंतु करिबु बा कौन? पाखरे आंकिबा पई किछि नाही। एपरिकी सेही घर भितरे एमिति गोटे खपरा भी पड़ी नाही जहा द्वारा आमे किछि आंकी पारिबो। जहा पड़ीथिला सेथिरे ही चेष्टा कलो, किंतु अधारे ही रही जाउथिला। सेही समय खरधा कबाट भांगी सारिलानी। आ मात्र 2-3टी प्रहार रे से भीतर को आसी जीवो। सबु से खपरा और पत्थर द्वारा चेष्टा करुथिलु, किंतु निशा मुंडरे किछि बुद्धि जुटिला। से कहला, रही जा, मु करि परिबे। तुमे प्रथमे भंगा दर्पण गुडी को धर। से किछि दूर को जाए पड़ीथिबा धूली रे शैतानी तारा आंकी देला। ठीक सेही समय रे खरदा भीतर को भांगी पशि आसिला, किंतु आसिया मात्रे पेचिनी पूर्व भली ता ऊपर को डेई ताको अटकाई रखिला। ठीक सेही समय रे निशा शीघ्र गोटे दर्पण खंडरे निज तर्जनी आंगुटी को काटी रक्त पकाइथिला। एति समय रे खरधा पेचिनी को निज मुहरु बाहर करी फोपाड़ीथिला। फल से एक कांथरे जाई बाजिला। खरदा एथर आम पटे आसुथिला, किंतु से आसिया भितरे आमे सेही नर्कर द्वार मंत्र उच्चारण करि सारिथिलो। से ठीक आम पाखरे पहुँचला बेलको पाखरे एक कृष्ण गर्त भली द्वार खोलीगला। आ खरधा को भीतर को टाणी नेला। सबु सरिला। समस्ते बहुत थकी जाइथिलो। टिके सेही कोठरी रे बसी पड़िलो। सेठी बसी बसी केमिति सोई पड़िछु जणा नाही। सकाळ होई गलाणी, किंतु मनरे आमर पुणी चिंता, कारण खरधा तो चलीगला। एबे रास्ता कहब किए? आम एमती बसी बसी कथा होउथिबा समय रे पेचिनी आसी कहिला, चिंता कर नाही, जेपरी आसीछ ठीक सेही भली चली जीव। एबे सेही सुडंग रे ही तुमे निज दुनिया को फेरी जीव और मते अभिशाप जीवन मुक्ति करि देइथिबा पई तुमको धन्यवाद। एही सुडंग मोर कला जादू थिला, तेणु मते क्षमा करिदेब। आमे किछि बुझिबा आगरो से जेलीर देह छाड़ी चलीगला और आम जेली को आमे पुणी फेरी पाइलो।